ଆମେରିକା ଓ ଆମେରିକାବାସୀ ବଡ଼ ସଂକଟରେ ଗତି କରୁଛନ୍ତି, କାରଣ ଆମେରିକାରେ ଏବେ ସଟ୍ଡାଉନ୍ ଲାଗି ରହିଛି। ଏଥିପାଇଁ କେବଳ ଟ୍ରମ୍ପକୁ ହିଁ ଦାୟୀ କରାଯାଉଛି। ଏହି ସଟ୍ଡାଉନ୍ ଅକ୍ଟୋବର ମାସରେ ଲାଗୁ ହୋଇଥିଲା, ଆଗକୁ 1 ମାସ ପରେ ହୋଇଯିବ ଏହା ବଳବତ୍ତର ରହିଛି। ଆମେରିକା ଇତିହାସରେ ଏହା ସବୁଠାରୁ ବଡ଼ ସଟ୍ଡାଉନ୍ ବୋଲି କୁହାଯାଉଛି। ସଟ୍ଡାଉନ୍ ମାନେ ସେଠାକାର ସରକାରଙ୍କୁ ଯେଉଁ ଅର୍ଥ ଦରକାର ଆବଶ୍ୟକତା ପୂରଣ କରିବାକୁ ତାହା ମିଳିପାରି ନାହିଁ। ଆମେରିକାର ଦୁଇ ପାର୍ଟି ଡେମୋକ୍ରାଟିକ୍ ଆଉ ରିପବ୍ଲିକାନ୍ ପାର୍ଟି ଭିତରେ ସହମତି ହୋଇପାରୁନାହିଁ। ତେଣୁ ଆମେରିକା ସିନେଟ୍ରେ ଏହି ବିଲ୍ ପାସ୍ ହୋଇପାରୁନାହିଁ। ଏହାଦ୍ୱାରା କୌଣସି ଜନକଲ୍ୟାଣ କାର୍ଯ୍ୟ ହୋଇପାରୁନାହିଁ। ସେଠାରେ କାମ କରୁଥିବା ଲକ୍ଷ ଲକ୍ଷ କର୍ମଚାରୀ ତାଙ୍କ ବେତନରୁ ବଞ୍ଚିତ ଅଛନ୍ତି। ଏହାଦ୍ୱାରା ଆମେରିକାବାସୀ ବଡ଼ ଚିନ୍ତାରେ ଅଛନ୍ତି। ଏଥିପାଇଁ ମଧ୍ୟ ଆମେରିକାରେ ବିଦ୍ରୋହ ଆରମ୍ଭ ହୋଇଗଲା। ଆମର ଯେମିତି ବଜେଟ୍ ପ୍ରତିବର୍ଷ ଫେବୃଆରୀ 1ରେ ହୋଇଥାଏ, ଆମେରିକାରେ ସେମିତି ପ୍ରତିବର୍ଷ ବିଭିନ୍ନ ବିଭାଗ ପାଇଁ ଅକ୍ଟୋବର 1ରେ ଅର୍ଥ ମଞ୍ଜୁରୀ ହୋଇଥାଏ। ମଞ୍ଜୁରୀ ମିଳିବା ପରେ ବିଭିନ୍ନ ବିଭାଗମାନଙ୍କୁ ଖର୍ଚ୍ଚ ବଣ୍ଟନ କରାଯାଇଥାଏ। କିନ୍ତୁ ଏଥର ଟ୍ରମ୍ପଙ୍କ ରିପବ୍ଲିକାନ୍ ପାର୍ଟି ଓ ଡେମୋକ୍ରାଟିକ୍ ପାର୍ଟି ଭିତରେ ମତଭେଦ ଯୋଗୁଁ ଅର୍ଥ ମଞ୍ଜୁର ହୋଇପାରୁନାହିଁ। ବିଭିନ୍ନ ଦେଶ ଉପରେ ଟ୍ରମ୍ପଙ୍କ ଅତ୍ୟଧିକ ଶୁଳ୍କ ନୀତି ଯୋଗୁଁ ଆମେରିକାର ଅର୍ଥନୀତି ସଂକଟରେ ଗତି କରୁଛି। ଯଦି ଏହାର ଏକ ସ୍ଥାୟୀ ସମାଧାନ ନ କରାଯାଏ, ତେବେ ଆମେରିକାର ସ୍ଥିତି ବେଳକୁ ବେଳ ଦୁର୍ବଳ ହୋଇଯିବ ଓ ଆମେରିକାରେ ବିଦ୍ରୋହର ନିଆଁ ଜଳିବ। ଦର୍ଶକ ବନ୍ଧୁ, ଆପଣମାନେ ଚାହୁଁଛନ୍ତି କି ଆମେରିକାର ସ୍ଥିତି ସୁଧୁରିବା ପାଇଁ? ତାହେଲେ କମେଣ୍ଟ କରନ୍ତୁ। ରହିଲି, ଜୟ ଜଗନ୍ନାଥ।